ଦେଶରେ ଏମିତି ନିୟମ ଲାଗୁ ହେବା ଦରକାର ଯେଉଁ ନେତା ଜନତାଙ୍କ ସାମ୍ନାରେ ଯାହା ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥାଏ ଯଦି ତାହା 5 ବର୍ଷ ଭିତରେ ପାଳନ ନ କରିପାରେ ତେବେ ସେ ନେତାକୁ 50 ଲକ୍ଷ ଟଙ୍କାର ଜୋରିମନା ତତ୍ ସହିତ ତାକୁ ଗାଦିଚ୍ୟୁତ କରିବା ଏବଂ ଜୀବନ ସାରା ସେ ନିର୍ବାଚନ ନ ଲଢ଼ିବାର ବନ୍ଦୋବସ୍ତ ରହିବା ଆବଶ୍ୟକ। ତେବେ ଯାଇ ନେତାମାନେ ଜନତାମାନଙ୍କୁ ମିଛ ପ୍ରତିଶ୍ରୁତି ଦେବେ ନାହିଁ ଏବଂ ଯାହା ପ୍ରତିଶ୍ରୁତି ଦେଇଥିବେ ତାକୁ ପୂରଣ କରିବା ପାଇଁ ତମାମ କାମ କରିବେ ଏବଂ କାମ କରି ସେ ସମସ୍ତ ପ୍ରତିଶ୍ରୁତିକୁ ପାଳନ କରିବେ ଏବଂ ଜନତାମାନଙ୍କର ବିକାଶ ପାଇଁ ଚେଷ୍ଟା କରିବେ। ତେବେ ଯାଇ ବିକାଶ ଭାରତ ହେବ ଏବଂ ବିକାଶ ଓଡ଼ିଶା ହେବ। ନଚେତ୍ ଯେତେ ଦିନ ପର୍ଯ୍ୟନ୍ତ ମିଛ ପ୍ରତିଶ୍ରୁତି ଜନତାମାନଙ୍କୁ ନେତାମାନେ ଦେଉଥିବେ ଏବଂ ମଦ ମାଂସର ଲୋଭରେ ଟଙ୍କାର ଲୋଭରେ ଏମାନେ ଭୋଟ ଦେଉଥିବେ ସେତେ ଦିନ ପର୍ଯ୍ୟନ୍ତ ଆମେ ଏବଂ ଆମ ଦେଶ ଆମ ରାଜ୍ୟ ଆମ ଗାଁ କେବେ ଆଗକୁ ବଢ଼ିପାରିବ ନାହିଁ। ତେଣୁ ପ୍ରଥମେ ନେତାମାନଙ୍କ ପାଇଁ ଏକ କଠୋର ଆଇନ ଆସିବା ଦରକାର। ସେମାନଙ୍କୁ ନିଶ୍ଚିତ ଭାବରେ ଦଣ୍ଡର ବିଧାନ ରହିବା ଦରକାର।